ମାନସିକ ସ୍ତରରେ ଗୋଟେ କୋହ ଜାତ ହେଲା। ସେଠି କେତୋଟି ଶ୍ଳୋକ ଚିରାଚରିତ ଶ୍ଳୋକ ପାଠ କରି ମାଙ୍କୁ ପ୍ରଣାମ ଜଣାଇବା ସମୟରେ ଟିକେ ଆଖିରୁ ଲୁହ ବି ଆସିଲା। ସେଇ ଲୁହ ଗଡ଼ିବା ସମୟରେ ଗୋଟେ ଭାବନା ଆପେ ଆପେ ଜାତ ହେଲା। ତାହା ହେଉଛି ଆଜିର ଏହି ବିଶ୍ୱର ପରିସ୍ଥିତି। ବିଶ୍ୱ ବର୍ତ୍ତମାନ ଧ୍ୱଂସ ମୁଖରେ। ଆମେ ସେ କଥାଟାକୁ ଠିକ୍ ଭାବରେ ଏପର୍ଯ୍ୟନ୍ତ ବି ବୁଝିପାରୁନୁ। ବର୍ତ୍ତମାନ ପୃଥିବୀର ଅବସ୍ଥାଟା କିପରି। ଭାରତ ଯୁଗେ ଯୁଗେ ଜନ୍ମେ ଜନ୍ମେ ସେ ଉଦାର ଏବଂ ସେ ଦୟାଦ୍ର ହୃଦୟରେ ସେ ସର୍ବେ ଭବନ୍ତୁ ସୁଖୀନ ଏଇ ମନ୍ତ୍ର ସେ ପାଠ କରିଛି। এই ଭାରତବର୍ଷ ସ୍ୱାଧୀନ ହେବା ପରେ ଯେତେ ସରକାର ଗଲେଣି କେହି କେବେ ଗୋଟିଏ ଇଞ୍ଚ ମାଟି ଅନ୍ୟ କାହାରି ବା କୌଣସି ଦେଶର ଗୋଟିଏ ଇଞ୍ଚ ବା ଗୋଟିଏ ହାତ ମାଟି ନେବା ପାଇଁ କେହି କେବେ ଯୁଦ୍ଧ କରିନାହାନ୍ତି। ତାର ପ୍ରମାଣ ନାହିଁ। 78 ବର୍ଷ ସ୍ୱାଧୀନତାରେ ଏପର୍ଯ୍ୟନ୍ତ ସେଭଳି ସରକାର ମଧ୍ୟ କେହି ଆସିନାହାନ୍ତି। ବର୍ତ୍ତମାନ ଯେଉଁ ସରକାର ଅଛନ୍ତି ସେ ବର୍ତ୍ତମାନ ବିଶ୍ୱର ଶାନ୍ତି ପାଇଁ ଭାରତବର୍ଷର ଶାନ୍ତିଦୂତ ଭାବରେ ବିଭିନ୍ନ ଦେଶକୁ ଯାଉଛନ୍ତି ଏବଂ ସେଇ ବାର୍ତ୍ତା ସେ ଦେଉଛନ୍ତି ଯୁଦ୍ଧ ନୁହେଁ ସମସ୍ୟାର ସମାଧାନ ବା ସମସ୍ୟା ସମାଧାନ ଯୁଦ୍ଧରେ ହେବ ନାହିଁ। ଯେଉଁ କଥା ଦିନେ ଚଣ୍ଡାଶୋକ କହିଥିଲେ ଯେ ତରବାରୀରେ କେବେ କାହାରି ହୃଦୟକୁ ଜୟ କରି ହୁଏ ନାହିଁ। ଗୀତଟିଏ ଲେଖିଥିଲେ ରାଜୀବ ଲୋଚନ ଧଡ଼ି ବାବା। ସେ ଲେଖିଥିଲେ ଚଣ୍ଡାଶୋକ ଥିଲେ ତହିଁ ଧର୍ମାଶୋକ ହେଲେ ତହିଁ ଜଗତେ ଗାଇ ବୁଲିଲେ ବ୍ରହ୍ମ ନାମ ଧାଇ ଧାଇ। ଯେଉଁ ଚଣ୍ଡାଶୋକ ଦିନେ ନିଷ୍ଠୁର ଭାବରେ କଳିଙ୍ଗର ବୀର ସୈନ୍ୟମାନଙ୍କୁ ମାରିବା ପାଇଁ ପଛେଇ ନଥିଲେ ସେହି ପୁଣି ଦିନେ ବୌଦ୍ଧ ଧର୍ମ ଗ୍ରହଣ କରି ସତ୍ୟ ଅହିଂସାର ବାର୍ତ୍ତା ସମଗ୍ର ବିଶ୍ୱରେ ଦେଇଥିଲେ। ଆଜି ମଧ୍ୟ ବିଶ୍ୱରେ ବୌଦ୍ଧାଧର୍ମୀ ଦେଶ ବା ଲୋକ ଆଜି ବି ତାଙ୍କର ପ୍ରଭୁତ୍ୱ ବିସ୍ତାର କରି ଚାଲିଛନ୍ତି। ତେଣୁ ବୁଦ୍ଧ ଆସିଲେ ସତ୍ୟ ଅହିଂସାର କଥା କହିଲେ, ମହାତ୍ମା ଗାନ୍ଧୀ ଆସିଲେ ସତ୍ୟ ଅହିଂସାର କଥା କହିଲେ, ସୁଭାଷ ବୋଷ ଆସିଲେ ସେ ସତ୍ୟର କଥା କହିଲେ କିନ୍ତୁ ରକ୍ତର ଜବାବ ରକ୍ତରେ ଦିଅ ଏ କଥା କହିଲେ, କିନ୍ତୁ ତା ସହିତ ସତ୍ୟର କଥା କହିଲେ। ମହାବୀର ଜୈନ ଆସିଲେ ଜୀବେ ଦୟା ପରମ ଧର୍ମ ବୋଲି କହିଲେ। ତାହେଲେ ଆପଣମାନେ ଏତିକି ଖାଲି ଭାବନ୍ତୁ ଏଇ ମହାପୁରୁଷମାନେ ଆମ ଏଇ ଭୂପୃଷ୍ଠରେ ଭୂଖଣ୍ଡରେ ଜନ୍ମ ହେଇ ଯେତେ ଯେତେ ଭଲ ଭଲ କଥା କହିଗଲେ ଏ ବିଶ୍ୱର ମଣିଷ କ'ଣ ସେତିକି ବୁଝିଛି? ଶଙ୍କରାଚାର୍ଯ୍ୟ କହିଲେ ପରୋପକାରାୟ ସ୍ୱର୍ଗାୟ, କିନ୍ତୁ ଆଜି ପରକୁ ମାରିବା ବା ଅନ୍ୟକୁ ମାରି ତାଙ୍କ ଆଖିରୁ ଲୁହ ଗଡ଼େଇ
ନିଜେ ଉପଭୋଗ କରିବା ଆଜିର ମଣିଷର ଧର୍ମ ହୋଇଯାଇଛି। ଟିଭି ଚ୍ୟାନେଲ ଖୋଲିଲେ ପତ୍ର ପତ୍ରିକାର କାଗଜ ପୃଷ୍ଠାରେ ଲେଖା ଥାଏ, ବହୁତ କଥା ଲେଖା ଥାଏ। ତା ଭିତରେ ଥାଏ ଧର୍ଷଣ, ବଳାତ୍କାର, ହତ୍ୟା, ଲୁଣ୍ଠନ, ଏଇସବୁ କଥା ବହୁତ ଥାଏ। ତେଣୁ ସଜ୍ଜନ, ଆଜି ସେଇ କଥା ମା ତାରିଣୀଙ୍କର ଆଉ ରାମଚଣ୍ଡୀଙ୍କୁ ତାରିଣୀଙ୍କୁ ସ୍ମରଣ କରି, ଯିଏ ରାମଚଣ୍ଡୀ ସେ ତାରିଣୀ, ସେ ହେଉଛନ୍ତି ଆମର ଜନ୍ମିତା ମା, ସେଇ ହେଉଛନ୍ତି ମା ସୁଭଦ୍ରା, ସେଇ ଦୁର୍ଗା ଲକ୍ଷ୍ମୀ କାଳୀ ଲକ୍ଷ୍ମୀ ଗୋଟିଏ, ସେଇ ହେଉଛନ୍ତି ମା ଧରିତ୍ରୀ। ତେଣୁ ସେଇ କଥାଟା ଚିନ୍ତା କରି କେଡ଼େ ସୁନ୍ଦର ବିଶ୍ୱ, ଯେଉଁଟା ବଳିଆ ଯେଉଁ ଗୀତଟି ଲେଖିଥିଲା, ସୁନ୍ଦର ତୁମରି ଚରଣର ଧୂଳି, ସୁନ୍ଦର ତୁମରି ନା, ତୁମରି ଏତିକି ଦୁନିଆ, ସୁନ୍ଦର ତୁମରି ଗାଁ, ସୁନ୍ଦର ଚରଣ, ସୁନ୍ଦର ତୁମରି ନା, ସୁନ୍ଦର ତୁମରି ଏତିକି ଦୁନିଆ, ସୁନ୍ଦର ତୁମରି ନା। ଆଜି ସେଇ ସୁନ୍ଦର ବିଶ୍ୱ କାହିଁ? ଆପଣମାନେ କହିବେ 25 ତାଲା ଆପାର୍ଟମେଣ୍ଟ ହେଇଛି, କିଏ କହିବ ମନ୍ଦିର ହେଇଛି, କିଏ କହିବ ଆଶ୍ରମ ହେଇଛି, ସବୁ କଥା ହେଇଛି। ଆପଣ ବୃନ୍ଦାବନ ଯିବେ, ଆମେ ବି ବୃନ୍ଦାବନ ଯାଉଛୁ। ଭଗବାନ ବଳରାମଙ୍କ ପୀଠରେ 3ଟି ଦିନ ବଳରାମଙ୍କ ତତ୍ତ୍ୱ କହିବା ପାଇଁ ଆମର ବି ଏଇ ଗସ୍ତ ରହିଛି। କିନ୍ତୁ ଆଜି ବୃନ୍ଦାବନରେ ନରାକାର ମାନେ ଜନପୂର୍ଣ୍ଣ ହେଇଯାଇଛି। ବହୁ ଲୋକ, ବହୁ ଗାଡ଼ି, ବହୁ ଯାତ୍ରୀ, କିନ୍ତୁ ବୃନ୍ଦାବନ କାହିଁ? ଯେଉଁଠି ଗଛ ନାହିଁ, ଯେଉଁଠି ତୀର୍ଥ ଅଛି, ଯମୁନା ଅଛନ୍ତି, କିନ୍ତୁ ତୀର୍ଥ ଜଳ ଦୂଷିତ ହେଇଯାଇଛି, ଯେଉଁଠି କଦମ୍ବ ଗଛକୁ ଲଗେଇକିରି ମାନେ ସେବକମାନେ ବା ବ୍ୟବସାୟୀ ବ୍ୟକ୍ତିମାନେ ସେମାନେ ଲୋକଙ୍କ ମାନସିକ ପୂର୍ଣ୍ଣ କରିବା ପାଇଁ ଅର୍ଥ ଆଦାୟ କରନ୍ତି। ବଡ଼ ବଡ଼ ମନ୍ଦିରରେ ବହୁତ ବଡ଼ ବଡ଼ ଉଜ୍ଜଳ ଆଲୋକ ଲଗେଇ ତାକୁ ହିଁ କହୁଛନ୍ତି ବୃନ୍ଦାବନର ସୁସଜ୍ଜା। ତାହେଲେ କୋଉଠୁ ଏଥିରେ ବିଶ୍ୱ କେମିତି ରହିବ? ସେଇଥିପାଇଁ କ'ଣ ବୃନ୍ଦାବନ ସୃଷ୍ଟି ହେଇଥିଲା? ଗଛଟିଏ ନାହିଁ, ୟାଠାରୁ ବଳି ଦୁଃଖ କ'ଣ ଅଛି? ତେଣୁ ସଜ୍ଜନ, ତେଣୁ ବର୍ତ୍ତମାନ ବିଶ୍ୱର ଆହ୍ୱାନ ହେଉଛି, ଆସନ୍ତୁ ଆମେ ସମସ୍ତେ ମିଳିମିଶି ବୃକ୍ଷ ଲଗେଇବା, ବୃକ୍ଷ ବଞ୍ଚେଇବା, ଜଙ୍ଗଲର ସୁରକ୍ଷା କରିବା। ଜଙ୍ଗଲର ସୁରକ୍ଷା ପାଇଁ ଆମେ ବିପ୍ଳବ କରିବା। ଆମେ ଯେମିତି କୃଷି ଆନ୍ଦୋଳନ କରୁଛୁ ବା କୃଷକ ଆନ୍ଦୋଳନ କରୁଛୁ, କୃଷି ଆନ୍ଦୋଳନ ବଡ଼ କଥା ନୁହେଁ। କୃଷି କାର୍ଯ୍ୟ କରିବା ପାଇଁ ଆମେ ଯେଉଁଦିନ ନିଜକୁ ଆନ୍ଦୋଳିତ କରିବୁ, ସେତେବେଳେ ଆମ ଦେଶ, ଆମ ରାଜ୍ୟର ଅନେକ କଥା, ଅନେକ ଦୁଃଖ ଦୂରୀଭୂତ ହେବ। ନିକଟରେ ଆଳୁ ପାଇଁ ଗଣ୍ଡଗୋଳ ସୃଷ୍ଟି ହେଲା। ଯଦି ଆମ କୃଷକମାନେ ଆଳୁ ଲଗେଇବେ,
ତାହେଲେ ସେ କାହିଁ ଆଳୁର ଅଭାବ ପଡ଼ିବ କାହିଁକି? ଆଳୁ ଲଗେଇ ସାରିଲା ପରେ ସେଠୁ କହିବେ ଆଳୁର ଦର କମିଗଲା, ରେଟ୍ କମିଗଲା। କେମିତି ହେବ? ବର୍ଷେ 10-12 ବର୍ଷ ପୂର୍ବେ ବେଙ୍ଗଲରେ ଏତେ ଆଳୁ ହେଲା, କୋଲ୍ଡ ଷ୍ଟୋରରେ ଆଉ ଜାଗା ରହିଲାନି ଆଳୁ ରଖିବା ପାଇଁ। ସେତିକି ବେଳେ ଆମର ମଧ୍ୟ ବେଙ୍ଗଲ ପ୍ରୋଗ୍ରାମ୍ ଥିଲା। ସେଥିରେ କ'ଣ ହେଲା, ବଡ଼ ବଡ଼ ପୁଷ୍କରିଣୀ ଭଳି ଗାତ ଖୋଳି ସେ ଆଳୁ ଗୁଡ଼ିକ ସବୁ ପୋତା ହେଲା। ତାହେଲେ କୁହନ୍ତୁ, ଲାଭ ପାଇଲେ ଦୋଷ, ଲାଭ ପାଇଲେ ଅସନ୍ତୁଷ୍ଟ, କ୍ଷତି ପାଇଲେ ବି ଅସନ୍ତୁଷ୍ଟ। ଦିନେ ଏଇ ଭାରତ ପୃଥିବୀର ଆମେରିକା ଯେଉଁଠି ଏତେ ଗହମ ହେଉଥିଲା, ସେ ଗହମ ଗୁଡ଼ିକୁ ରଖିବା ପାଇଁ ତାଙ୍କର ଜାଗା ନଥିଲା। ଶେଷରେ ଜାହାଜରେ ବୋଝେଇ କରି ଗହମ ଆଣିକିରି ସମୁଦ୍ର ଭିତରେ ଫିଙ୍ଗି ଦେଉଥିଲେ। ଆଜି ସେଠି ଗହମ କିଣୁଛନ୍ତି, କିନ୍ତୁ ଆଜି ଶସ୍ତା ରେଟ୍ରେ ଅସ୍ତ୍ର ବିକ୍ରି ହେଉଛି ସମଗ୍ର ବିଶ୍ୱରେ। ତେଣୁ ବିଶ୍ୱ ରହିବ କେମିତି? ଯଦି ଲୀଳା ସୃଷ୍ଟି ସ୍ଥିତି ରଷିଆରେ ଯେତେବେଳେ ଆଟମିକ୍ ପରମାଣୁ ଶକ୍ତି ଯେତେବେଳେ ଜାଗ୍ରତ ହେଲା, ସେତେବେଳେ ବୈଜ୍ଞାନିକମାନେ ଖୋଜିଲେ ଆର ନିରାକରଣ କ'ଣ। ସେ ନିରାକରଣ ତ ବିଭିନ୍ନ ପ୍ରକାର ହେଇଥିବ, କିନ୍ତୁ ଗୋଟିଏ ବହୁ ବର୍ଷ ପୂର୍ବେ ମୋତେ ଜଣେ କହିଥିଲେ, ରଷିଆନ୍ ଲୋକ, ଇଣ୍ଡିଆନ୍ ଲୋକ କିନ୍ତୁ ରଷିଆରେ ଥିଲେ। ସେ କହିଥିଲେ, ରୁଷିଆର ବୈଜ୍ଞାନିକମାନେ କହିଲେ, ଆମର ଯେଉଁ ଗୋବର ଖାତ ତିଆରି ହୁଏ, ମାନେ ଗାଈର ଗୋବର ଗୁଡ଼ିକ ଗୋଟେ ଗର୍ତ୍ତ ଭିତରେ ରୁହେ, ସିଏ ପୁଣି ଗୋବର ଘଷି ହୁଏ, ଜାଳେଣୀ ହୁଏ। ସେଇ ଗୋବର ଗାତ ବା ଗର୍ତ୍ତ ଭିତରେ ଆମେ ଦେଖିଛୁ ସେ ପୋକକୁ, କିନ୍ତୁ ଯେଉଁମାନେ ଶୁଣୁଛନ୍ତି ସେ ବୋଧେ ଦେଖିନଥିବେ, ବୟସ୍କ ଲୋକମାନେ ଦେଖିଥିବେ। ସେ ଗୋବର ଖାତ ଭିତରେ ଗୋଟାଏ ଚେକା ହେଇ ଗୋଟେ ଗୋବର ପୋକ ବୁଲେ। ସେ ଗୋବର ପୋକ ହେଉଛି ଯେ ପରମାଣୁ ଶକ୍ତିର ନିରୋଧ ଜୀବ। ତାକୁ କିଏ ଜନ୍ମ ଦେଇଥିଲା? ତାକୁ ଜନ୍ମ କ'ଣ ବୈଜ୍ଞାନିକମାନେ ଦେଇଥିଲେ? ବୈଜ୍ଞାନିକମାନେ ରିସର୍ଚ୍ଚ କଲେ, ଏଇ ପୋକ ହିଁ ପରମାଣୁ ଶକ୍ତିର ଅପବ୍ୟବହାରକୁ ରକ୍ଷା କରିପାରିବ। ତେଣୁ ଆଜି ଗାଈ କାହାନ୍ତି, ଗୋବର କାହିଁ, ଖାତ କାହିଁ, ପୋକ କାହିଁ। ତେଣୁ ଏଇ ସବୁ କଥା ପାଇଁ ଭାରତର ଏଇ ମହାନ କଥା ଆମର ମନେ ପଡ଼େ। ସନାତନ ଧର୍ମର ଏଇ ମହାନ କଥା, ଗୋ ପୂଜନ, ଗୋ ରକ୍ଷା, ଗୋ ପାଳନ। ଏଇଟା କେଉଁ ଦେଶର କେଉଁ ଧର୍ମର ଏ କଥା ନାହିଁ। ଗୋ ପାଳନ କର। ସମସ୍ତେ ଚା ପିଉଛନ୍ତି, କିନ୍ତୁ ଗାଈ କେହି ପାଳୁନାହାନ୍ତି। ତେଣୁ ସଜ୍ଜନ ସେଇ ମା ତାରିଣୀଙ୍କ ପାଦରେ ଆଜିର ସେଇ ପୁଷ୍ପାଞ୍ଜଳି, ଆଉ ସମଗ୍ର ବିଶ୍ୱ ପାଇଁ, ଆପଣମାନଙ୍କ ପାଇଁ, ଆମ ସମସ୍ତଙ୍କ ପାଇଁ ସେ ଗୋଟିଏ ପୁଷ୍ପାଞ୍ଜଳି। ମା, ଏ ବିଶ୍ୱକୁ ରକ୍ଷା କର। ଏ ବିଶ୍ୱ ବର୍ତ୍ତମାନ ଆମେ ଯେତିକି ଦିନ ଯେତିକି ବର୍ଷ ଭୋଗ କଲୁ, ଆମ ପରବର୍ତ୍ତୀ ଦାୟାଦମାନେ ଯିଏ କାଲି ଜନ୍ମ ହେଉଛନ୍ତି, ଯେଉଁ ନବଜାତ ଶିଶୁମାନେ, ସେମାନଙ୍କ ଜୀବନ ଅନ୍ଧାର ହେଇଯିବ। ତେଣୁ ଶିଶୁ ଅନନ୍ତଙ୍କ ପାଦ ତଳେ ଏ ସେବକ ବଳିଆର ଏତିକି ମାତ୍ର
प्रार्थना सर्वे भवन्तु सुखिनः। ओम गुरु ओम गुरु ओम गुरु ओम गुरु ओम सत्य धर्म शांति धर्म सनातन ब्रह्मानंद सच्चिदानंदम
Jai Guru, Jai Guru, Jai Guru,
शांति शांति शांति।
জয় গুরু। হরে মুরারি হে নাথ বাসুদেব শ্রীকৃষ্ণ গোবিন্দ হরে মুরারি হে নাথ বাসুদেব গোবিন্দ হরে মুরারি হে নাথ বাসুদেব
ଜନ୍ମାଷ୍ଟମୀ ମହାନ ଭାରତବର୍ଷରେ ଆମ ପବିତ୍ର ସନାତନ ଧର୍ମରେ ଯେଉଁମାନଙ୍କୁ ଆମେ ଭଲ ଭାବରେ ଜାଣୁ, ତାଙ୍କ ଲୀଳାକୁ ଭଲ ଭାବରେ ଅନୁସରଣ କରୁ, ସେ ହେଉଛନ୍ତି ମାତ୍ର 3 ଜଣ। ଜଣେ ହେଉଛନ୍ତି ନୃସିଂହ, ଆଉ ଜଣେ ହେଉଛନ୍ତି ରାମ, ଆଉ ଜଣେ ହେଉଛନ୍ତି କୃଷ୍ଣ। ଏ 3 ଜଣଙ୍କ ପରେ ଆମେ ଯାହାଙ୍କୁ ଓଡ଼ିଶା ମାଟିରେ ଉପାସ୍ୟ ଭାବରେ ଗ୍ରହଣ କରୁ, ସେ ହେଉଛନ୍ତି ଜଗନ୍ନାଥ। ତେବେ ଏଇ ଯେଉଁ ପବିତ୍ର ନାମଟି ଆମେ ପଢ଼ିଲେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ଏଇ ତିନୋଟି, ଏଇ ମନ୍ତ୍ର ଭିତରେ 3ଟି ଶବ୍ଦକୁ ଗୁରୁତ୍ୱ ଦିଆଯାଇଛି। ଏ ଶବ୍ଦର ଅବତାର ହେଉଛନ୍ତି ନୃସିଂହ ରାମ କୃଷ୍ଣ, କିନ୍ତୁ ଏଇ ଶବ୍ଦର ତତ୍ତ୍ୱ ହେଉଛନ୍ତି ଯେ ଆମର ଦୁଃଖକୁ ହରଣ କରେ। ସେ କିଏ? ସେ ହେଉଛନ୍ତି ଆମର କର୍ମ ଦେବତା। ଆମେ କର୍ମ ନ କରି ଦେବତାଙ୍କୁ ପୂଜା କରିବା, ଯେମିତି ନିଜ ନିରର୍ଥକ ଫଳ ହୁଏ, ସେଇଆ। ଆଉ ଜଣେ ଦେବତାଙ୍କୁ ପୂଜା କରୁଛୁ, ସେ ହେଉଛନ୍ତି ରାମ ଦେବତା। କର୍ମ କଲେ ହିଁ ଫଳ ମିଳେ, ଫଳ ମିଳିଲେ ହିଁ ମଣିଷ ଆନନ୍ଦରେ ଖାଇ ପିଇ ଶୁଏ, ବଞ୍ଚେ ଏବଂ ମରେ। ତେଣୁ ରାମ ହିଁ ଆନନ୍ଦର ପ୍ରତୀକ, କୃଷ୍ଣ ଆକର୍ଷଣର ପ୍ରତୀକ। ଆମେ ଭଲ ମଣିଷ ହେଇଛୁ, ମନ୍ଦ ମଣିଷ ହେଇଛୁ, କି ଭଲ କାମ କରୁଛୁ କିମ୍ବା ମନ୍ଦ କାମ କରୁଛୁ, କିନ୍ତୁ ସେ ଜଣେ କୃପାଳୁ। ସେ କୃପା କରି ଜନ୍ମ ଜନ୍ମ ଧରି ଅନେକ ଜନ୍ମ ଅନେକ ମୃତ୍ୟୁକୁ ଭୋଗ କରାନ୍ତି ଏବଂ ଶେଷ ଆଶ୍ରୟ ହୁଏ ତାଙ୍କରି କୋଳ। ତାଙ୍କ କୋଳରେ ଆମେ ସମସ୍ତେ ରହୁ। ସେଥିପାଇଁ ଈଶାବାସ୍ୟମ୍ ବୋଲି କୁହାଗଲା। ଆଜି ପବିତ୍ର ତିଥିରେ ଆମେ ଏଇ 3ଟି ଶବ୍ଦକୁ ନେଇ ହରେ ରାମ କୃଷ୍ଣ, ଏ 3ଟି ଶବ୍ଦକୁ ନେଇ ଆମକୁ 3ଟି ସଂକଳ୍ପ କରିବାକୁ ପଡ଼ିବ। ଏକରେ ଆମେ ନିଶା ମାଦକ ଆଜିଠାରୁ ଆମକୁ ଛାଡ଼ିବା ପାଇଁ ସଂକଳ୍ପ ନେବା ପାଇଁ ପଡ଼ିବ। 2ରେ ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ଆମକୁ ସମସ୍ତେ ନିଜ ନିଜ ଅଞ୍ଚଳରେ ଗଛ ସୃଷ୍ଟି କରିବାକୁ ହେବ। ଗଛ ଲଗେଇବା ଆଉ ବଞ୍ଚେଇବା। 3ରେ ହଉଛି ଆମେ ପରିବାରକୁ ଗଠନ କରିବା, ପରିବାରକୁ ଆଦର୍ଶରେ ପରିଣତ କରିବା। এই ପରିବାର ଗଠନ ଭିତରେ ଶିକ୍ଷା, ଦୀକ୍ଷା, ସଂସ୍କୃତି ସବୁ କିଛି ଲୁଚି ରହିଛି। ଏହି 3ଟି ସଂକଳ୍ପ ଯଦି ଆମେ ପୂର୍ଣ୍ଣ କରିପାରିବା, ତାହେଲେ ଜନ୍ମାଷ୍ଟମୀରେ
ଭଗବାନ କୃଷ୍ଣଙ୍କ ମୂର୍ତ୍ତିକୁ ପୂଜା କରିବାର ଫଳ ନିଶ୍ଚିତ ଭାବରେ ଆମେ ପାଇବା। ଯଦି କର୍ମ ନାହିଁ ଖାଲି ପୂଜା ହଉଛି, ସେ ପୂଜାର ବି କିଛି ମୂଲ୍ୟ ନାହିଁ। ତେଣୁ ଭଗବାନ କୃଷ୍ଣ ପ୍ରଥମେ ଜନ୍ମ ହେଲେ, ଜନ୍ମ ହେବା ମାତ୍ରକେ ପିତାମାତାଙ୍କର ହାତରେ ପଡ଼ିଥିବା ଶିକୁଳି ସେ ପ୍ରଥମ ପିଟିଗଲା। ତାମାନେ ସେ ପିତାମାତାଙ୍କୁ ଉଦ୍ଧାର। ଦ୍ୱିତୀୟରେ ଋତୁଚକ୍ର ସହିତ ମିଶିଗଲେ। ବର୍ଷା ରାତିରେ ବନ୍ୟା ନଦୀରେ ପ୍ରହରୀ ଉଗ୍ରସେନଙ୍କ ସମ୍ମୁଖରେ ନିର୍ଭୀକ ଭାବରେ ତାଙ୍କ ନିଜ ପୁଅକୁ ଭଗବାନଙ୍କର ଅବତାର ବୋଲି ଦର୍ଶନ ସୃଷ୍ଟି କଲେ। ତୃତୀୟଟି ନନ୍ଦ ଯଶୋଦାଙ୍କ କୁଳମଣ୍ଡନ କଲେ। କ୍ଷୀର, ଦହି, ଛେନା, ଲହୁଣୀ ଭଳି ଅମୃତ ପଦାର୍ଥକୁ ଖାଇଲେ। ବୃନ୍ଦାବନ ଭଳି ପବିତ୍ର ପରିବେଶକୁ ସେ ପରିକ୍ରମା କଲେ ଏବଂ ଗୋମାତାମାନଙ୍କୁ ରକ୍ଷା କଲେ। ଏତିକି କଥା ଭିତରୁ ଯଦି ଆମେ ଗୋଟିଏ କଥା ବି କରି ନ ପାରିବା, ତାହେଲେ ଜନ୍ମାଷ୍ଟମୀ କରିବା କେବେ ବୃଥା ହେଇଯିବ। ତେଣୁ ଆଜି ସେଇ କାର୍ଯ୍ୟ କରିବା ପାଇଁ ଆମେମାନେ ସମସ୍ତେ ସଂକଳ୍ପ ନେବା। ଆଜିର ଏହି ପବିତ୍ର ତିଥିରେ ଏତିକି ମାତ୍ର ବଳିୟାର ଆପଣମାନଙ୍କୁ ବିନମ୍ର ନିବେଦନ। ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ Krishna Govinda Hare Murare He Nath Narayana Vasudeva He Nath Narayana Vasudeva He Nath Narayana Vasudeva He Nath